ଆପଣ ଯଦି ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟିରେ +3 କିମ୍ବା ପିଜି କରୁଛନ୍ତି ତେବେ ଏକ୍ଜାମ୍ ପାଇଁ ଫର୍ମ ଫିଲ୍ଅପ୍ ଚାଲିଛି। କିପରି ଆପଣ ଫର୍ମ ଫିଲ୍ଅପ୍ କରିବେ ଏବଂ ଏଥିପାଇଁ କେତେ ଏକ୍ଜାମ୍ ଫି ଲାଗିବ ଏବଂ ଏହାର ଲାଷ୍ଟ ଡେଟ୍ କେବେ ଅଛି ତାର ସବିଶେଷ ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏଥିପାଇଁ ପ୍ରଥମେ କୌଣସି ଏକ ବ୍ରାଉଜରକୁ ଯାଇକରି OSOU ଲେଖିକି ସର୍ଚ୍ଚ କରିଦେବେ। ତାପରେ এইଭଳି କିଛି ଲିଙ୍କ ଶୋ କରିବ। ତ ଏଇ ପ୍ରଥମ ଲିଙ୍କଟାକୁ ଆମେ କ୍ଲିକ୍ କରିବା, ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ସମ୍ବଲପୁର। ଏଇ ଲିଙ୍କଟିକୁ କ୍ଲିକ୍ କରିବ। ତାପରେ এইଭଳି ପେଜଟି ଓପନ୍ ହେଇଯିବ। ଏଠି ଟିକେ ତଳକୁ ସ୍କ୍ରୋଲ କରିବେ। এইଠି ଦେଖନ୍ତୁ ଲେଖା ହେଇଛି ଷ୍ଟୁଡେଣ୍ଟ ଲଗଇନ୍। ଏହି ଷ୍ଟୁଡେଣ୍ଟ ଲଗଇନ୍ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ এইଭଳି ଇଣ୍ଟରଫେସ ଦେଖେଇବ। ଏଠି ଲର୍ଣ୍ଣର ଲଗଇନ୍ ଲେଖା ହେଇଛି। ଏହି ଲର୍ଣ୍ଣର ଲଗଇନ୍ ଉପରେ କ୍ଲିକ୍ କରିବା। ତାପରେ ଏହି ଜାଗାରେ এই କ୍ୟାପଚାଟିକୁ ଟାଇପ୍ କରିକି ଭ୍ୟାଲିଡେଟ୍ ଉପରେ କ୍ଲିକ୍ କରିବା। ତାପରେ এই ଭଳିଆ ପେଜଟି ଶୋ ହେଇଯିବ। ଏଠି ଆପଣମାନଙ୍କର ଏନରୋଲମେଣ୍ଟ ନମ୍ବର, ଏଠି ପାସୱାର୍ଡ ଆଉ ଏଠି এই କ୍ୟାପଚାଟିକୁ ଟାଇପ୍ କରିକି ଲଗଇନ୍ ଉପରେ କ୍ଲିକ୍ କରିବା। ଲଗଇନ୍ ଉପରେ କ୍ଲିକ୍ କଲା ପରେ ଏମିତି ପ୍ରୋଫାଇଲଟି ଶୋ ହେଇଯିବ। ତ এই ଜାଗାରେ ଦେଖନ୍ତୁ ଏଠି ଅଛି ଏକ୍ସାମିନେସନ ଫର୍ମ ଫିଲ୍ଅପ୍। ତ ୟାରି ଉପରେ କ୍ଲିକ୍ କରିବା। ବର୍ତ୍ତମାନ ଦେଖନ୍ତୁ ଏକ୍ସାମ ଫର୍ମ ଫିଲ୍ଅପ୍ ଲାଷ୍ଟ ଡେଟ୍ ଅଛି 3/8/2024। ତାପରେ ଫି କେତେ ଲାଗିବ ନା 200 ଟଙ୍କା। 200 ଟଙ୍କା ପାର ସବଜେକ୍ଟ 200 ଟଙ୍କା। ତ ଏଠି କ'ଣ କରିବେ ନା ଟିକେ ତଳକୁ ସ୍କ୍ରୋଲ କରିବେ। ତଳକୁ ସ୍କ୍ରୋଲ କଲା ପରେ এই ଜାଗାରେ ଟିକ୍ କରିଦେବେ। ଟିକ୍ କଲା ପରେ proceed to fill the examination form ଏହାରି ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ এই ଭଳିଆ ପେଜଟି ଶୋ ହେଇଯିବ। ଏଠି ଆପଣଙ୍କର ନାଁଟି ଆସିଯାଇଛି, ଏନରୋଲମେଣ୍ଟ ନମ୍ବର ଅଛି। ଏଠି କ'ଣ କରିବେ ନା ସିଲେକ୍ଟ ଏକ୍ସାମ ସେଣ୍ଟର। କୋଉ ସେଣ୍ଟରରେ ଆପଣ ପରୀକ୍ଷା ଦେବାକୁ ଚାହୁଁଛନ୍ତି। ଏଠି 3ଟା ସେଣ୍ଟରର ନାମ ଦେବାକୁ ପଡ଼ିବ। ତ ପ୍ରଥମେ ଆପଣଙ୍କର ଯୋଉଟା ପସନ୍ଦ ବା ଯୋଉଠି ଆପଣ ପଢୁଛନ୍ତି ଆପଣଙ୍କର ଷ୍ଟଡି ସେଣ୍ଟର ଯୋଉଟା ସେଇ ଜାଗାଟିକୁ ଆପଣ ପ୍ରଥମ ଅପସନରେ ଦେଇଦେବେ। ତାପରେ এই ଜାଗାରେ ସବୁ ଯେମିତି ଟିକ୍ ରହିଥିବ, ସବୁଗୁଡ଼ା ଯେମିତି ଟିକ୍ ରହିଥିବ। ତାପରେ ଏହି ଜାଗାରେ ସେମିତି ଟିକ୍ କରିଦେବେ। ଟିକ୍ କଲା ପରେ ସବମିଟ୍ ଉପରେ କ୍ଲିକ୍ କରିବେ। ସବମିଟ୍ ଉପରେ କ୍ଲିକ୍ କଲା ପରେ এই ଭଳିଆ ପେଜଟି ଶୋ ହେଇଯିବ। ଏଠି ଦେଖନ୍ତୁ ପଇସା 6ଟା ସବଜେକ୍ଟକୁ 1200 ଟଙ୍କା ଦେଖଉଛି। ତ ବର୍ତ୍ତମାନ କ'ଣ କରିବେ ନା ପ୍ରୋସିଡ୍ ଟୁ ପେ ଉପରେ କ୍ଲିକ୍ କରିବେ। ତାପରେ এই ଭଳିଆ ପପଅପ୍ ଶୋ କରିବ। ଏଠି ଆପଣ ଓକେ କରିଦେବେ। ବର୍ତ୍ତମାନ ପେମେଣ୍ଟ ପାଇଁ ଅପସନ୍ ଆସିଯାଇଛି। ଆପଣ ନେଟ୍ ବ୍ୟାଙ୍କିଂ କିମ୍ବା କ୍ରେଡିଟ୍ କାର୍ଡ ବା ଡେବିଟ୍ କାର୍ଡ ମାଧ୍ୟମରେ କରିପାରିବେ କିମ୍ବା ୟୁପିଆଇ ମାଧ୍ୟମରେ ମଧ୍ୟ କରିପାରିବେ। ମୁଁ ଏଠି ୟୁପିଆଇ ମାଧ୍ୟମରେ କିପରି ପେମେଣ୍ଟ କରିବେ ତାର ଅପସନଟିକୁ ମୁଁ ଦେଖଉଛି। এই ୟୁପିଆଇ ଉପରେ କ୍ଲିକ୍ କରିବେ। ଏଠି କ୍ଲିକ୍ କଲା ପରେ ଏଠି QR କୋଡଟି ଶୋ ହେଇଯିବ। ତ এই QR କୋଡରେ ସ୍କାନ କରିକି ଆପଣ ପେମେଣ୍ଟ କରିବେ। ପେମେଣ୍ଟ ସକ୍ସେସଫୁଲ ହେଇସାରିଲା ପରେ ଆପଣଙ୍କର ଫର୍ମ ଫିଲ୍ଅପର ଏକନଲେଜମେଣ୍ଟ ସ୍ଲିପଟି ଡାଉନଲୋଡ କରିବା ପାଇଁ ଅପସନ୍ ଆସିଯିବ। ତାକୁ ଆପଣ ଡାଉନଲୋଡ କରିକି ରଖିପାରିବେ। ଭିଡ଼ିଓଟି ଯଦି ଭଲ ଲାଗିଛି ଗୋଟେ ଲାଇକ୍ କରିଦେବେ ଏବଂ ନିଜ ସାଙ୍ଗମାନଙ୍କୁ ସେୟାର କରିଦେବେ। ଏମିତି ଇନଫର୍ମେଟିଭ ଭିଡ଼ିଓ ଦେଖିବା ପାଇଁ ଆମ ପେଜଟିକୁ ଫଲୋ କରିକି ରଖନ୍ତୁ। ଧନ୍ୟବାଦ।